ବିଜେଡି ପ୍ରାର୍ଥୀ ଅନ୍ତର୍ଯାମୀ ଗମାଙ୍ଗ ମନ୍ଦିର ଓ ଚର୍ଚ୍ଚରୁ ଆଶୀର୍ବାଦ ନେଲେ। ଗଜପତି ଜିଲ୍ଲାରେ ରହିଛି ଦୁଇଟି ନିର୍ବାଚନ ମଣ୍ଡଳୀ, ଗୋଟିଏ ପାରଳାଖେମୁଣ୍ଡି ଓ ଅନ୍ୟଟି ହେଉଛି ମୋହନା। ବହୁ ଅପେକ୍ଷିତ ଦୁଇଟି ନିର୍ବାଚନ ମଣ୍ଡଳୀର ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଯାଇଛି। ହେଲେ ଏବେ ମୋହନା ନିର୍ବାଚନ ମଣ୍ଡଳୀ ଲାଗି ଅନ୍ତର୍ଯାମୀ ଗମାଙ୍ଗକୁ ଟିକେଟ ମିଳିଲା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଆଜି ଶ୍ରୀ ଅନ୍ତର୍ଯାମୀ ଗମାଙ୍ଗ ରାମଗିରି ମା କୁରେଇଶୁଣୀଙ୍କ ପୂଜା ଅର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ। ପରେ ଜଗନ୍ନାଥ ମନ୍ଦିର ଯାଇ ପୂଜକଙ୍କ ଆଶୀର୍ବାଦ ନେଇଥିଲେ। ଶେଷରେ ରାମଗିରି ଖ୍ରୀଷ୍ଟିଆନ ଚର୍ଚ୍ଚରେ ପହଞ୍ଚି ପ୍ରାର୍ଥନା ସହ ଚର୍ଚ୍ଚ ମୁଖିଆଙ୍କଠାରୁ ପ୍ରାର୍ଥନାର ଆଶୀଷ ଭିକ୍ଷା ପାଇଥିଲେ। ଏ ସମସ୍ତ କାର୍ଯ୍ୟକ୍ରମ ହେବା ଜାଣି ମୋହନା ନିର୍ବାଚନ ମଣ୍ଡଳୀର ରାୟଗଡ଼, ନୂଆଗଡ଼, ଉଦୟଗିରି ଓ ମୋହନା ବ୍ଲକର ଅନେକ ଜଣାଶୁଣା ବିଜେଡିର ବରିଷ୍ଠ କନିଷ୍ଠ କର୍ମୀ ଆସି ଉପସ୍ଥିତ ରହି ସ୍ୱାଗତ କରିଥିଲେ। ଶ୍ରୀ ଅନ୍ତର୍ଯାମୀ ଗମାଙ୍ଗ ରାମଗିରିରେ ପହଞ୍ଚିଲା ପରେ ଅନେକ ପୁଷ୍ପମାଲ୍ୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ ପରେ ସେ କୁରେଇଶୁଣୀ ମନ୍ଦିରରେ ପ୍ରବେଶ କରିଥିଲେ। ପରେ ଜଗନ୍ନାଥ ମନ୍ଦିର ଓ ରାମଗିରି ଖ୍ରୀଷ୍ଟିଆନ ଚର୍ଚ୍ଚ କାର୍ଯ୍ୟକ୍ରମ ପରେ ନିର୍ବାଚନ ପ୍ରଚାର ଲାଗି ପ୍ରସ୍ତୁତ ହେବେ ବୋଲି ମଧ୍ୟ ଶ୍ରୀ ଗମାଙ୍ଗ ସୂଚନା ଦେଇଥିଲେ। ପୁଣି ଆସିଥିବା ସମସ୍ତ ଦଳୀୟ କର୍ମୀଙ୍କ ସହ ବ୍ୟକ୍ତିଗତ ଆଲୋଚନା କରି ଫେରିଥିଲେ। ଗଜପତି ଜିଲ୍ଲାରୁ ଜୟସେନ ରୈତଙ୍କ ରିପୋର୍ଟ, ସମ୍ପର୍କ ଟିଭି ଓଡ଼ିଶା।